ନମ୍ବର 7 ପଠିତ ଗଳ୍ପରୁ ମାଷ୍ଟରଜୀଙ୍କ ଜୀବନର କ୍ଷୁଦ୍ର ଇତିହାସ ସମ୍ପର୍କରେ ସୂଚନା ଦିଅ। ପ୍ରଶ୍ନଟି ଆଉ ଥରେ କହି ରଖୁଛି। ପଠିତ ଗଳ୍ପରୁ ମାଷ୍ଟରଜୀଙ୍କ ଜୀବନର କ୍ଷୁଦ୍ର ଇତିହାସ ସମ୍ପର୍କରେ ସୂଚନା ଦିଅ। ତ ଏହାର ସଠିକ୍ ଆନ୍ସରଟି ହେଉଛି ଓଡ଼ିଆ କ୍ଷୁଦ୍ର ଗଳ୍ପର ଅନନ୍ୟ ପ୍ରତିଭା ଗାଳ୍ପିକ ଅଖିଳମଣି ପଟ୍ଟନାୟକ। ଆଲୋଚ୍ୟ ଗଳ୍ପ ରୂପନାରାୟଣ ସାହା। ତାଙ୍କର ପ୍ରଥମ ଗଳ୍ପ ସଂକଳନ ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର ରୁ ଗୃହୀତ। ଏଥିରେ ଆମର ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କର ଦୟନୀୟ ଜୀବନକୁ ଯଥାର୍ଥ ଭାବରେ ପରିପ୍ରକାଶ କରାଯାଇଛି। ଅଶୋକ ଖ୍ରୀଷ୍ଟମାସ ଛୁଟିରେ ବନାରସ ବୁଲି ଯାଇଥାନ୍ତି, ଯେଉଁଠାରେ କି ଶୈଶବର ଅନେକ ସ୍ମୃତିପୂର୍ଣ୍ଣ ମୁହୂର୍ତ୍ତ ତାଙ୍କର କଟିଯାଇଛି। ବନାରସର ରାଜପଥ, କାଶୀ ବିଶ୍ୱନାଥ ମନ୍ଦିର, ଡାଲ ମନ୍ଦିର, ତହସିଲ ସଭ୍ୟତା, ଗଙ୍ଗା ନଦୀର ସନ୍ଧ୍ୟା ଓ ରାତ୍ରିର ନିତ୍ୟ ନୂତନତା ତାଙ୍କ ପରିପକ୍ୱ ଜୀବନର ଚିନ୍ତାଧାରାକୁ ବିମୋହିତ କରିଛି। ଏହି ଅବସରରେ ଅଶୋକଙ୍କର ମନେପଡ଼ି ଯାଇଛି ଶୈଶବର ମାଷ୍ଟରଜୀ ରୂପନାରାୟଣ ସାହାଙ୍କ କଥା। ବନାରସରେ ଥିବାରୁ ମାଷ୍ଟରଜୀଙ୍କୁ ଦେଖା କରିବାର ଅନୁଚିନ୍ତା ତାଙ୍କୁ ସଂକ୍ରମିତ କରିଛି ଏବଂ ସେ ଯିବା ପାଇଁ ଇଚ୍ଛା କରିଛନ୍ତି। ଅଶୋକ ରିକ୍ସାରେ ବସି ଯାଇଛନ୍ତି ମାଷ୍ଟରଜୀଙ୍କ ଘରକୁ। ପୁରୁଣା ବାଟକୁ ମନେପକାଇ ପହଞ୍ଚି ଯାଇଛନ୍ତି ମାଷ୍ଟରଜୀଙ୍କ ଘର ପାଖରେ। ଶେଷରେ ସେ ଜାଣିପାରିଛନ୍ତି ତାଙ୍କୁ ରିକ୍ସାରେ ଆଣିଥିବା ରିକ୍ସାବାଲାଟି ହେଉଛି ତାଙ୍କର ଅଭିଳଷିତ ମାଷ୍ଟରଜୀ। ଉଭୟଙ୍କର ସାକ୍ଷାତ ହୋଇଛି। ଭାବବିମୁଗ୍ଧ ହୋଇ କେହି କାହାକୁ କିଛି କହି ପାରିନାହାନ୍ତି। ଅଶୋକଙ୍କ ସମ୍ମାନ ଦେବାରେ, ଗୁରୁଭକ୍ତିରେ ସେ ବିମୋହିତ ହୋଇଛନ୍ତି। ନିଜ ଜୀବନର କରୁଣ ଇତିହାସରେ ପ୍ରିୟ ଛାତ୍ର ଅଶୋକ ପାଖରେ ଉପସ୍ଥାପନ କରିଛନ୍ତି। ପିଲାଦିନେ ତାଙ୍କୁ କାହାଣୀ କହିବାରେ ଅସାଧାରଣ ଦକ୍ଷତା ରଖିଥିବା ମାଷ୍ଟରଜୀ ନିଜେ କାହାଣୀରୁ କରୁଣାନ୍ତକ ପରିସ୍ଥିତିକୁ ଗୋଟି ଗୋଟି କରି ଖୋଲି କହିଛନ୍ତି। କିଛି ଦିନ ତଳେ ସାରା ଉତ୍ତର ଭାରତବ୍ୟାପୀ ଯେଉଁ ନିମ୍ନ ପ୍ରାଥମିକ ଶିକ୍ଷକ ଧର୍ମଘଟ ହୋଇଥିଲା, ତାହାର ମୁଖ୍ୟ ପୁରୋଧା ଥିଲେ ମାଷ୍ଟରଜୀ। କରୁଣ ସ୍ୱରରେ ସେ କହିଲେ, ଆମର ଧର୍ମଘଟ କରି ସରକାର ଗଠନ କରିବାର ଇଚ୍ଛା ନଥିଲା, ବରଂ 13 ଟଙ୍କା ଦରମାରେ ଆମେ ଚଳିପାରୁ ନଥିଲୁ। ମାତ୍ର ସରକାର ଷଡ଼ଯନ୍ତ୍ର କରି ରାଷ୍ଟ୍ରଦ୍ରୋହୀ ଭାବରେ ତାଙ୍କୁ ଜେଲ୍ ପଠାଇ ଦେଇଥିଲେ। ବର୍ଷକ ପରେ ଫେରି ସେ ଦେଖିଲେ ସ୍ତ୍ରୀ ମରିଯାଇଛି। ସ୍ତ୍ରୀ ମରିଯିବା କଥାଟାକୁ ଗୋଟାଏ ବଡ଼ ସମାଧାନ ହୋଇଯାଇଛି ବୋଲି ସେ କହିଛନ୍ତି। କେତେ ଦୁଃଖର ଜଣେ ସଂସାରୀ ମଣିଷ ଏହା କହିପାରେ ତାହା ଅନୁମାନ କରିହେବ। ପରିବାରର ବୋଝ ସମ୍ଭାଳିବାରୁ ଯାଇ ସ୍ତ୍ରୀର ଗହଣା ଓ କିଛି କରଜ ଟଙ୍କା ମିଶାଇ ରିକ୍ସା ଖଣ୍ଡେ କରିଛନ୍ତି। ମାଷ୍ଟରଜୀରୁ ସେ ପାଲଟିଛନ୍ତି ଯାଇଛନ୍ତି ରିକ୍ସାବାଲା। କଥା କହୁ କହୁ ସେ ଆଖିରୁ ଲୁହ ପୋଛିଲେ। ଝାଙ୍କ ଖାସ ଉଠିବାରୁ ସେ ସମ୍ପର୍କରେ କହିଲେ, ଡାକ୍ତର ଦେଖାଇବାକୁ ଯାଇଥିଲି। ସେ ଦେଖି କହିଲେ, ପ୍ଲୁରେସି ହୋଇଛି। ଚିକିତ୍ସା କରିବାରୁ ଅନେକ ପଇସା ଲାଗିବ। ଅଶୋକ କଥା ଶୁଣି ପୁଣି ଚମକି ପଡ଼ିଲେ ବି ମାଷ୍ଟରଜୀ କହିଲେ, କେତେ ରୋଗ ବାହାରିଗଲାଣି, ଟିକିଏ ଖାସ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବି କୁଆଡ଼ୁ? 12-14 ବର୍ଷର ପୁଅ ତାଙ୍କର ରିକ୍ସା ଚଳାଇ ବାପାଙ୍କୁ ସାହାଯ୍ୟ କରୁଛି। ଆଡ଼ପାଗଳି ମା ତାଙ୍କର କିରୋସିନି ବିକ୍ରି କରି ବଞ୍ଚିବାର ସମ୍ବଳ ଯୋଗାଡ଼ କରୁଛି। ବାସ୍ତବରେ ମାଷ୍ଟରଜୀଙ୍କ କରୁଣ ଇତିହାସ ମର୍ମସ୍ପର୍ଶୀ।